ଆଜ୍ଞା ମୋବାଇଲ ଗୋଟେ ତାଙ୍କ ପାଖରେ ପ୍ରଥମ ଘଟଣା ଦିନଠୁ ଥିଲା ସାର୍ଙ୍କ ପାଖରେ। ଆଉ ଗୋଟେ ମୋବାଇଲ ଯୋଉଠି ହଜି ଯାଇଥିଲା ସେ ଲୋକ ମହତ ଲୋକ ସେ ଆଣିକି ଥାନାରେ ହ୍ୟାଣ୍ଡଓଭର କଲା ପରେ ଥାନାରେ ସାର୍ଙ୍କ ପାଖରୁ ଦିଟା ମୋବାଇଲ ନେଲେ। ଏଇଟା ମୁଁ ଠିକ କୋଉଟା କୋଉଟା ଭୁଲ ଏପର୍ଯ୍ୟନ୍ତ ବି ମୁଁ ମାଇଣ୍ଡ ମେକଅପ୍ କରି ସ୍ଥିର କରିପାରୁନି। ଆଉ ଆଜିକି ତ 6 ଦିନ ହେଇଗଲା ସେଟା ଏପର୍ଯ୍ୟନ୍ତ ବି ଆମେ କୌଣସି ଜଣେଇନୁ। ସେଟା କୋଉ ରାସ୍ତାରେ କୋଉଟା କୋଉ ରାସ୍ତାରେ ଗଲେ ଠିକ ହବ ଭୁଲ ହବ ଚିନ୍ତା କରି ସେ କାମ କରିବି। ହଁ ଏ ବିଷୟରେ ସେ ଘଟଣା ଘଟିବା 2 ଘଣ୍ଟା ପୂର୍ବରୁ ଯୋଉ ପିଲାଟି ଥିଲା ସିଏ ଅଥଚ କିଛି ଜାଣିପାରିଥାଏ ଏଇଟା ଆମକୁ ସନ୍ଦେହ ହଉଛି। ତାପରେ ଆମେ ନିଜେ ଚିନ୍ତା କରିକି ଆମ ବୋହୂକୁ ପଚାରିକି ସେ ଯୋଉ କୋଉ ରାସ୍ତାରେ ଗଲେ ଠିକ ହବ କୋଉ ରାସ୍ତାରେ ଗଲେ ଭୁଲ ହବ ସେଇ ରାସ୍ତାକୁ ଗତି କରିବୁ। ଏବେ ଯେ ମୃତ୍ୟୁକୁ ନେଇକି ସନ୍ଦେହ ରହୁଛି ମନରେ। ଆଜ୍ଞା ମୋବାଇଲ ମିଳିଲା ଲକ୍ ତ ସେଟା ସିଷ୍ଟମ ମୁଁ ଜାଣିନି। କଲ୍ କଲା ବେଳକୁ ମୁଁ କଲ୍ କଲି ସେ ପୁଅ ଫୋନକୁ ରିଙ୍ଗ ହେଲା। ସେଟା ମୁଁ ତ ବଡ ମୋବାଇଲ ଧରୁଛି ସତ ତାର ସବୁ ଯାକ ମୁଁ ଜାଣିନି। ପିଲା ଟିକେ ଦେଲେ ବୋହୂକୁ ଦେଲେ ସେ ତାର ଖୋଲି କଣ କାଢିବ ସେ ଜାଣିଥିବ।